ମୁଁ ବାହାରିଥିଲି ଆକ୍ଚୁଆଲିରେ 8:30 ପାଖାପାଖିରେ 8:30 ପାଖାପାଖିରେ ମୁଁ ବାହାରିଥିଲି ମାନେ ଖାଇବାର ଲାଗି। ହଁ ରାତି ସନ୍ଧ୍ୟାରେ ବେଲେ ମୁଁ ଭାବିଲି କି ମୁଇଁ ବି ଯାଏଁ ତାର ରୁମ୍ ପାଖେ ଯିବି ଆଉ ଫିର୍ କ'ଣ କରୁଛି ଖାଇଲା କି ନି ଖାଇଲା କହିକି ହେଲେ ଫିନ୍ ଗଲି ଆଉ କବାଟଟା ଠକ୍ ଠକ୍ କଲି। କବାଟ ଠକ୍ ଠକ୍ କଲି ହେଲେ ବି ନି ଖୋଲ୍ଲା। 1 ମିନିଟ୍ ପାଖାପାଖି ଥିଲି ଆଉ କବାଟ ଠକ୍ ଠକ୍ କଲି ସୁରାଜ ସୁରାଜ କହିକି ଚିଲାଲି ବେଲେ ବି ନି ଶୁଣଲା। ବେଲେ ଫିର୍ ମୁଇଁ ଭାବିଲି କି ସେ ପଢ଼ୁଥିବ ୟା ଫିର୍ ଶୋଇଯାଇଥିବ କହିକି ଫିର୍ ମୁଇଁ ତଳେ ଉତରଲି କି ନି ସେମାନଙ୍କର 2 ଜଣ ସାଙ୍ଗମାନକେ ପାଇଲି। ବେଲେ ସେମାନକେ ପଚାରିଲି ବେଲେ ସେମାନେ କହୁଛନ୍ କି ଆମେ ବି ଯାଇଥିଲୁ 1:30 ବାଜେ ପାଖାପାଖିରେ ସେ କବାଟ ନି ଖୋଲି କହିକି କହିଲେ। ବେଲେ ଫିର୍ ଆମେ ଡରିଗଲୁ ଫିର୍ ଉପରେ ଚଢ଼ଲୁ ଆଉ ଫିର୍ ଆମେ ଫିର୍ ଠକ୍ ଠକ୍ କଲୁ ହେଲେ ବି ନି ଶୁଣୁଛି କିଛି ରେସ୍ପନ୍ସ ନି ଦେଉଛେ। ବେଲେ ଆମେ ଭାବଲୁ ଏ ଭେଣ୍ଟିଲେଟର ଯେନ୍ ଅଛେ ସେଇଠୁ ହଁ ସ୍କେଲର ହଁ ସେଇଠୁ ଆମେ ଦେଖିବା ପାଇଁ ଚେଷ୍ଟା କଲୁ। ହେଲେ ସେଠି ବି ଯେନ୍ ରସିରେ ବାନ୍ଧିଥିଲେ ସେ ବାଲା ବି ଆକ୍ଚୁଆଲିରେ ବହୁତ ହାର୍ଡ଼ ଥିଲା ବେଲେ ସେ ନି ହେଲା ବେଲେ ମୁଇଁ ଏଟା ଖୋଲମା କହିକି କଇଁଚି ଧରିକି ଆସିକି ଖୋଲିବାକୁ ଚେଷ୍ଟା କରିଥିଲୁ ଏନ୍ତା। ହଁ ପରେ ଫିର୍ ଟିକେ ଫାଙ୍କା ଥିଲା ନା କବାଟରୁ ବେଲେ ଟିକେ ଏମିତି କରିକି ଗୋଟେ ଲମ୍ବା ପିଲାଟା ଦେଖିଲା ଆଉ କହିଲା କି ନି ଫ୍ୟାନ୍ରୁ ତ କିଛି ଗୋଟେ ବନ୍ଧା ହେଇଛି କହିକି କହିଲା। ବେଲେ ଫିର୍ ଆମେ ସେଇ ବନ୍ଧା ହେଇଛି କହିଲା ବେଲେ ଆମେ ଡରିଗଲୁ ଫିର୍ ଆଉ କବାଟଟା ଟିକେ ଧକ୍କା କରଲୁ ବେଲେ ଖୋଲା କବାଟଟା ଆଉ ଫିର୍ ଦେଖୁଛ ତ ସେମିତି ହେଇଛି। ହଁ ଏମିତି ଘଟଣା ହେଇଛି।